हेलो ସାର୍ ଫ୍ରି ହେଲେ କି? हाँ हाँ टिके बाहर गए बोले नेटवर्क हो नहीं तो ଆଜ୍ଞା ଆଜ୍ଞା हाँ कुह कौन है ସାର୍ କ'ଣ କହୁଥିଲି ବୋଲି କହିଲେ ଦେଖନ୍ତୁ ମୋର ତ ଇଜ୍ଜତ ମାଟି ସବୁ ଗଲାଣି। कौन है कहीं किसी जानी तो कौन है ଜାଣିନାହାନ୍ତି? नाई नाई मु किसी जाननी କିଶୋର ଆଜ୍ଞା କହୁଥିଲେ ତ? हाँ हाँ मु कहूँ आगे मु किसी जाननी कौन ସୋରଡ଼ାରୁ ନା କ'ଣ? नाई ना स्कूल रे सापापुली ହଁ ସୋରଡ଼ାରୁ କହୁଛନ୍ତି ତ କିଶୋର ଆଜ୍ଞା? ମୁଁ ତ କେବେ କଥା ହିଁ ନାହିଁ ଆପଣଙ୍କ ପିଲା। हाँ सेटा तो कुह कुह कौन है କାଲି 5 ତାରିଖରେ ପେପର ଆଉଟ୍ ହେଇଛି ମୋର, ବୁଝିଲେ କି? कौन है ପେପର ଆଉଟ୍ ହେଇଛି 5 ତାରିଖରେ। ନାଇଁ କାଇଁ ମୁଁ କିଛି ଜାଣିନି ବୋଲେ ମୋ ଦେହ ଭଲ ନାହିଁ ହେଲେ ତ ମୁଁ ଶୁଣନ୍ତୁ, ବାହାରିଥିଲି। ହଁ ହଉ ଶୁଣନ୍ତୁ ମୋ କଥା ଟିକେ ଶୁଣନ୍ତୁ ଖାଲି। ମୋ ଡକ୍ଟର ମୁଁ ଯାଏ, ଡକ୍ଟର ମୋ ସଜେସନ୍ ଦେଲେ ତ ତେଣୁକରି ମୁଁ ଆପଣଙ୍କ ଦେଲେ କଥା ହେବାକୁ ବାଧ୍ୟ ହେଲି। ଆଉ କୁହନ୍ତୁ କଣ ହେଇଛି? ସାର୍ 5 ତାରିଖରେ ମୋର ପେପର ଆଉଟ୍ ହେଲା। ମୁଁ ଛୁଟିରେ ରହିଗଲି 2 ଦିନ ପାଇଁ। ଆଜି ଡ୍ୟୁଟିରେ ଅଛି ମୁଁ। ହଁ କୁହ କଣ ବୁଝିଲେ? ହେଇଛି? ହେଲେ ସେ ଆମର ଏଜୁକେସନ୍ ଉପରେ ନେଇ କରିଛନ୍ତି ମୋତେ ପେପର ଆଉଟ୍, ଆଉ କାଷ୍ଟ ଉପରେ ନେଇ କରିଛନ୍ତି ପେପର ଆଉଟ୍। ହଁ ମୁଁ ନଥିଲି ତ, ମୁଁ ଶ୍ୱଶୁର ହଁ ଆଡେ ଶୁଣନ୍ତୁ, ପଡିଥିଲି। ହଁ ଆଚ୍ଛା କୁହନ୍ତୁ। ଆଚ୍ଛା। ହଁ ହଁ ହେଲେ କାଲି ମୁଁ ଯାଇଥିଲି ଗୋଟେ ଆଡଭୋକେଟ୍ ପାଖକୁ ଯାଇଥିଲି ମୋର। ମୋତେ ଓକିଲ ମାନେ ଡକ୍ଟର କହେ ଡାଇରେକ୍ଟ ଯେ ଯିଏ ପେପର ଆଉଟ୍ ତା ନାଁରେ ପ୍ରଥମେ କେସ୍ କରେ ବୋଲି। ହଁ ହଁ ଯିଏ କରିଛି ତା ନାଁରେ, ଏଜୁକେସନ୍ କଥା ଛାଡ଼ିଦେ, କାଷ୍ଟ ତ ସବୁ ଯାକ ତୋର ଠିକ୍ ଅଛି କି କହିଲେ? ମୁଁ କହିଲି ହଁ ସାର୍ ମୋର ଠିକ୍ ଅଛି। 3ଟା କ'ଣ କରିଥିଲୁ ଏମିତି ତିନିଟା ଏବେ ସାର୍ ବାବା ମାମା କୋଉଠି ଜଏନ୍ କରିଥିଲେ ମୁଁ ଜାଣିନାହିଁ ବୋଲିଦେଲି। ମୋତେ ଟିକେ ମିଛ କହିବାକୁ ପଡ଼ିଲା ଆଉ।